ସତ୍ୟ ଯେ ଅଚ୍ୟୁତାନନ୍ଦ ମାଳିକା ଓଡିଶାର ଜନଜୀବନରେ ବହୁ ପ୍ରଭାବ ପକେଇ ଆସିଛି ଓ ଗାଁ ଜୀବନର ପୁରୁଖା ଲୋକମାନେ ମାଳିକାରୁ ନାନା ପ୍ରକାର ଉଦାହରଣ ଦୃଷ୍ଟାନ୍ତ ଦେଇକରି ନାନା କଥା ସବୁ କହିଥାନ୍ତି। ପୃଥିବୀ କଣ ଧ୍ୱଂସ ହୋଇଯିବ ଯେତେବେଳେ ପଞ୍ଚଗ୍ରହ କୂଟ ଆସେ, ଆମେ ଦେଖିଛୁ ଅତୀତରେ। ଏବେ ପଞ୍ଚଗ୍ରହ କୂଟ କଥା କହିଲେ କେହି ଆଉ ସେ କଥା ବିଶ୍ୱାସ କରୁନାହାନ୍ତି, ସେ କଥାକୁ ଆଦୌ ଖାତିର କରୁନାହାନ୍ତି। ଏପରିକି ଯୋଉ ଗ୍ରହଣ ଆଉ ପରାଗ ଲାଗୁଛି, ଚନ୍ଦ୍ରଗ୍ରହଣ ସୂର୍ଯ୍ୟ ପରାଗ, ତାକୁ କେହି ଲୋକ ବିଜ୍ଞାନ ସମ୍ମତ କହିଲା ବେଳେ କେଇ ଜଣ ଲୋକ ଯୋଉମାନେ ନିଜକୁ ହେତୁବାଦୀ ବୋଲିକରି କହୁଛନ୍ତି, ସେ ହେତୁବାଦୀ ମାନେ କହୁଛନ୍ତି ଯେ ଏଇ ଗ୍ରହଣ ବା ପରାଗର କୌଣସି ପ୍ରଭାବ ନାହିଁ। ତେଣୁ ଆମେ ପଞ୍ଜିକାର ମାନେ କହୁଛନ୍ତି ହାଣ୍ଡି ଛାଡ, ଏଇ ସମୟରେ ହାଣ୍ଡି ଛାଡିବ, ଏଇ ସମୟରେ ପୂର୍ଣ୍ଣ ମୋକ୍ଷ ହବ, ତମେ ଗାଧେଇବ ତାପରେ ରୋଷେଇ କରିବ। ପଞ୍ଜିକାର ମାନେ ଯେତେବେଳେ ଗୋଟେ ନୈତିକ ଜୀବନ ଯାପନ ର ମାଧ୍ୟମରେ ବା ସେଥିପାଇଁ ଗୋଟିଏ ନୀତି ନିୟମ ପ୍ରଣନ ମାଧ୍ୟମରେ କହୁଛନ୍ତି ଏ ସମସ୍ତ ଜାଗତିକ ବିଶ୍ୱ, ସେ ସୂର୍ଯ୍ୟ ଯୋଉଠି ଅଛନ୍ତି, ଚନ୍ଦ୍ର ଯୋଉଠୁ ଅଛନ୍ତି, ଏ ଯୋଉ ଗୋଟେ ଆମର ମଣ୍ଡଳ, ସୌର ମଣ୍ଡଳ ଭିତରେ ଏ ସମସ୍ତେ ଅଛନ୍ତି। ଆମେ ସୌର ମଣ୍ଡଳର ଅଧିବାସୀ ନୁହଁ, କିନ୍ତୁ ସୂର୍ଯ୍ୟଙ୍କ ପ୍ରତ୍ୟକ୍ଷ କର୍ତ୍ତୃତ୍ୱରେ ଆମେ ଅଛୁ। ଯେ ପ୍ରାକୃତିକ ନିୟମ, ସୂର୍ଯ୍ୟ ସକଳ ଶକ୍ତିର ଆଧାର କହିଲା ବେଳେ ଆମେ କଣ ବୁଝୁଛୁ? ଆମେ ଏହା ହିଁ ବୁଝୁଛୁ, ଯଦି ସୂର୍ଯ୍ୟ କିରଣ ନଥିବ ଆମେ କି ଡହଳ ବିକଳ ଏଇ ଯୋଉ ଜୀବନ ସମ୍ଭବ ନୁହେଁ। ତେଣୁ ଆମେ ଏଇ ଯୋଉ ବିରାଟ ସୌରମଣ୍ଡଳ, ଏ ସୌରମଣ୍ଡଳର ଅଂଶ ବିଶେଷ ଏବଂ ଆମ ଜୀବନ ସମୃଦ୍ଧି, ବିକାଶ ବା ବିଲୟ ତାଙ୍କରି ଉପରେ ନିର୍ଭର କରେ। ଏଇ କଥା ଆମେ ଯୋଡୁଛୁ, ଏଇଥିପାଇଁ ଆମେ ଯୋଡୁଛୁ ଯାହା ଆମର ପ୍ରାଚୀନତା, ହୁଏତ ତାହା କୁସଂସ୍କାର ହେଇପାରେ, କିନ୍ତୁ ତାର ପ୍ରଭାବ ଆମ ଉପରେ ବହୁ ଭାବରେ ପଡୁଛି। ତା ଦ୍ୱାରା ଆମେ ବହୁ ଭାବରେ ପ୍ରଭାବିତ ହଉଛୁ। ଆମର ଜୀବନର ଧାରା, ଜୀବନର ମୂଲ୍ୟବୋଧ, ଜୀବନର ଗତି ତାରି ଦ୍ୱାରା ନିୟନ୍ତ୍ରିତ ହଉଛି। ଆମେ ସମସ୍ତେ ସୌର ମଣ୍ଡଳର ଜଣେ ଜଣେ ଅଧିବାସୀ। ଏଇ କଥାକୁ ବିଜ୍ଞାନ ପ୍ରମାଣିତ କରିଲା ବେଳେ ଦଳେ ଲୋକ କହୁଛନ୍ତି ଏ ସୂର୍ଯ୍ୟ ପରାଗ, ଚନ୍ଦ୍ରଗ୍ରହଣ ହଉଛି ଅବୈଜ୍ଞାନିକ। ଏକଥା କହିକି ମାଛ ଖାଉଛନ୍ତି, ସେତେ ନେଇକି ବିବାଦ ହେଇଥିଲା, ଖବର କାଗଜରେ ପଡିଥିଲା, ତମେ ମାନେ ଦେଖିଥିବ। ହେତୁବାଦୀ ମାନେ କହୁଛନ୍ତି, କିନ୍ତୁ ହେତୁବାଦ କଥା ଅଲଗା, ସେମାନେ କେତେ ଭୁଲ କହୁଛନ୍ତି ମୁଁ ସେ କଥା କହୁନାହିଁ ବର୍ତ୍ତମାନ, ବିଭିନ୍ନ କଥା। ତେବେ ଅନାମ ଦାସ ଯେତେବେଳେ ଅଚ୍ୟୁତାନନ୍ଦଙ୍କର ମାଳିକାରୁ ପଦେ ପଦେ ଗାଇକରି କହୁଛନ୍ତି ଯେ ପ୍ରଳୟ ଆସିବ, ତମେ ସତର୍କ ହୁଅ, ସେ କଥା ବି ମିଛ ନୁହେଁ। ସେ କଥା ପ୍ରକୃତରେ ଘଟିଲା। ଆଉ ଯୋଉ ଲୋକମାନେ ଅନାମ ଦାସକୁ ମାନେ ଇଏ କରୁଥିଲେ, ବ୍ୟଙ୍ଗ କରୁଥିଲେ, ଥଟ୍ଟା ତାମସା କରୁଥିଲେ, ସେଇମାନେ ଦେଖିଲେ ଏ ଘୋର ଝଡ଼ ଭିତରେ, ଘୋର ବିତ୍ପାତ ମଧ୍ୟରେ ଲୋକ ଯେତେବେଳେ ବଞ୍ଚିବା ପାଇଁ ସଂଗ୍ରାମ କରୁଛି, ନିଜର ପଶୁ, ଗୃହପାଳିତ ପଶୁ ଗୁଡିକୁ ସେ ସମ୍ଭାଳି ପାରୁନି, ଦାଣ୍ଡରେ ଘାଟରେ ବାଟରେ ଚାରିଆଡେ ଗଛ ପଡିକିରି ଚାରିଆଡେ ଯେମିତି ଗୋଟେ ମୃତ୍ୟୁର ଅଲିଖିତ ସଂହାର ଚାଲିଛି। ସେତିକିବେଳେ ଅନାମ ଦାସ ଘରେ ଗୁହାଳେ ପଶି ଗାଈ ଗୁଡାକୁ ବେକରୁ ପଘା ଖୋଲିକି ଛାଡି ଦଉଛି। କାହିଁକି ନା ଆମର ବି ତ ବିଶ୍ୱାସ, ଯଦି ପଘାରେ ଏ ଗାଈ ମରିଲା ତାକୁ ମଧ୍ୟ ପ୍ରାୟଶ୍ଚିତ କରିବାକୁ ପଡିବ। ଗୃହପାଳିତ ପଶୁ ପ୍ରତି ହିନ୍ଦୁ ମାନଙ୍କର, ବିଶେଷ ଓଡିଆ ମାନଙ୍କର ଏଇ ଯୋଉ ଶ୍ରଦ୍ଧା, ସେମାନେ ମଧ୍ୟ ଆମ ଜୀବନର ଅଂଶ ବିଶେଷ, ସେମାନେ ମଧ୍ୟ ଆମ ପରିବାରର ଗୋଟିଏ ଅଂଶ। ତେଣୁ ଆମେ ଯେମିତି ସୁରକ୍ଷିତ ରହିବୁ, ସେମାନେ ମଧ୍ୟ ସୁରକ୍ଷିତ ରହିବେ, ଏ ବିଶ୍ୱାସ ଆମେ କରି ଆସିଛୁ। ତେଣୁ ଘୋର ବାତ୍ୟା ଭିତରେ ଅନାମ ଦାସ ଯୋଉ କଥା ଲୋକଙ୍କ ମନକୁ ଯାଉନାହିଁ, ଲୋକେ ତାକୁ ବିରୋଧ କରୁଛନ୍ତି, କିନ୍ତୁ ଅନାମ ଦାସର କାମ ଆମକୁ ବିଚାର କରିବାକୁ ପଡିବ।
ସେଇ ଅନାମ ଦାସର କଥାକୁ ଧରିକିରି ଆଉ ଗୋଟିଏ ଚିତ୍ର ଆମେ ଦେଖିବାକୁ ପାଉଛୁ। ଦ୍ୱିତୀୟ ଚିତ୍ର ହଉଛି କେତକୀ ନାନୀର କଥା। ଏମିତି ଗାଁରେ ସବୁ ଘଟେ। କେତକୀ ନାନୀ ସ୍ୱାମୀ ମରିଗଲା ଅଳ୍ପ ବୟସରେ। ସେ ତାର ଦୂର ସମ୍ପର୍କୀୟ କୌଣସି ଲୋକ ସାଙ୍ଗରେ ଗୁପ୍ତ ପ୍ରଣୟ କରିଲା ଏବଂ ତାକୁ ବିବାହ ହେଲା। ବିବାହ ହେଲା ପରେ ତାର ଯୋଉ ସନ୍ତାନ ହେଲା, ସେ କାହିଁକି କେଜାଣି ସନ୍ତାନକୁ ମାରିକି ଫିଙ୍ଗିଦେଲେ। ସକାଳୁ ଯେତେବେଳେ କିଆ ବାଡ଼ ମୂଳରେ ଛୁଆଟିକୁ ଦେଖିଲେ କେହି, ସେମାନେ ମନେ କଲେ ଏ ଗାଁରେ ଘୋର ଅନ୍ୟାୟ ଘଟୁଛି, ଶିଶୁ ମୃତ୍ୟୁ, ଇଏ ବଡ ଖରାପ କଥା। ଏବଂ ସେଥି ନେଇକିରି ଯୋଉ ନିଶାପ ହେଲା, ନିଶାପ ଚାଲିଥିଲା, ସେ ନିଶାପ ଶେଷ ହେଇପାରିଲାନି। ସେ ନିଶାପ ସମୟ ଭିତରେ ଝଡ଼ ବର୍ଷା ଆସିଗଲା। ଦୋଳ ଗୋବିନ୍ଦ ଯାଇଥିଲେ ନିଜ ଗାଁରୁ ସେ ଗାଁକୁ ନିଶାପ କରିବା ପାଇଁ। ଯୋଉମାନେ ଯୋଉ ଉପନ୍ୟାସରେ ପଢିଥିବ, ସେ ଗାଁରୁ ଆସିଛି ଜଣେ ଲୋକ ଦୋଳ ଗୋବିନ୍ଦକୁ ଡାକିବା ପାଇଁ। ଦୋଳ ଗୋବିନ୍ଦ କହୁଛି ମୁଁ ଖାଲିଟାରେ ଶୁଖିଲାରେ ଯାଏ ନାହିଁ। ତେଣୁ ତାକୁ 20 ଟଙ୍କା ଦଳେଇ ଦେଲା। 20 ଟଙ୍କା ପକେଟରେ ମାରିକିରି, ଅଣ୍ଟାରେ ମାରିକିରି ଦୋଳ ଗୋବିନ୍ଦ ଚାଲିଲେ ନିଶାପ କରିବା ପାଇଁ। ପାଠକ ମାନେ ଏକଥା ମନେ ଅଛି ତ, ଜାଣିଛନ୍ତି? ତେଣୁ ଯୋଉ ନିଶାପ କରିବାକୁ ଗଲେ ସେ ନିଶାପ ଶେଷ ହେଇପାରିଲା ନାହିଁ, କିନ୍ତୁ ସମସ୍ୟାଟି ସମାଧାନ ହେଲା ନାହିଁ। ସମସ୍ୟାଟି କଣ ନା ଶିଶୁ ମୃତ୍ୟୁ କାହିଁକି ହେଇଛି, କାହାର ଶିଶୁ। ଏଇ ଯୋଉ ଶିଶୁ ମୃତ୍ୟୁ ଓ କାହାର ଶିଶୁ, ତାକୁ ଧରିକରି ଗ୍ରାମର ଗୋଟିଏ ବ୍ୟବସ୍ଥା କିପରି ଅନାଥ ହେଇଯାଇଛି ସେଇ କଥା ସେ କହୁଛନ୍ତି। ମୂଲ୍ୟବୋଧ କିପରି ଅନାଥ ହେଇଯାଉଛି, ମୂଲ୍ୟବୋଧର ହ୍ରାସ ଘଟୁଛି, ସେଇ କଥା ଲେଖକ କହିବାକୁ ଚାହୁଁଛନ୍ତି। ଏବଂ ଲେଖକ ନିଜ ତରଫରୁ ତାର ଗୋଟିଏ ପଥ ପରିଷ୍କାର କରିଲା ପରି ସେ କହିଦେଇଛନ୍ତି ଯେ କେତକୀ ଓ ତାର ଦୂର ସମ୍ପର୍କୀୟ ଭାଇ ଯୋଗୀ, ଏମାନେ ଯାଇକରି ପୁରୀରେ କୋଉଠି ସେମାନେ ବିବାହ ହେଇଛନ୍ତି, ଗାନ୍ଧର୍ବ ମତରେ ବିବାହ ହେଇଛନ୍ତି। ଯଦି ଗାନ୍ଧର୍ବ ମତରେ ବିବାହ ହେଲା, ତେବେ ସେମାନେ ସ୍ୱାମୀ ସ୍ତ୍ରୀ ଭାବରେ ସଂସାର କରିବାର କଥା। କିନ୍ତୁ ସେପରି ସ୍ୱାମୀ ସ୍ତ୍ରୀ ଭାବରେ ସଂସାର କାହିଁକି କଲେ ନାହିଁ? ନା ଗୋଟେ ସାମାଜିକ ଭୟ, ସାମାଜିକ ଲଜ୍ଜା। ନିଜେ ଯେତେ କଥା କହିଲେ ମଧ୍ୟ, ମୁହଁ ଫୁଟାଣି ମାରିଲେ ମଧ୍ୟ କିଏ ଆମର କଣ କରିପାରିବ? ଆମର ଯାହା ଇଚ୍ଛା ହେଲା ଆମେ ତାହା କଲୁ, ଆମେ ସ୍ୱାମୀ ସ୍ତ୍ରୀ ହେଇକି ରହିଲୁ, ତମର କଣ ହେଲା? ଏସବୁ ମୁହଁ ଫୁଟାଣିର କଥା। କିନ୍ତୁ ଏ ସବୁ କଥାର ଅପର ପଟରେ ଗୋଟେ ବିରାଟ ସମାଜ ରହିଛି। ସେ ସମାଜର ନିୟମ ରହିଛି, ସେ ସମାଜ ଗୋଟିଏ ସଂସ୍କୃତି ରହିଛି। ତମେ ଯଦି ଏମିତି ବୟସ୍କ ଦିଟା ଲୋକ ଭିତରେ ଭିତରେ ପ୍ରେମ କରାକରି ହବ, ଅବୈଧ ଛୁଆ ଜନ୍ମ କରିବ, ବା ଛୁଆ ଅବୈଧ ବୋଲିକି ନେଇକି କିଆ ବୁଦା ମୂଳେ ଫୋପାଡ଼ି ଦବ, ତାହେଲେ ସମାଜ ଉପରେ କଣ ପ୍ରଭାବ ପଡିବ? ଆମର ଯୋଉ ପିଲା ଯୁବକ ଯୁବତୀ ସବୁ ରହିଛନ୍ତି, ଆମର ପିଲା ଜିଲ୍ଲା, ସେମାନେ ଏଥିରୁ କଣ ଶିଖିବେ? ହେଉଛି ପ୍ରଶ୍ନ। ଆଜିକାଲି ଯୁଗରେ ହୁଏତ କେହି ଖାତିର କରିବେନି, କିନ୍ତୁ ଯୋଉ ସମୟରେ 50-60 ବର୍ଷ ବା 100 ବର୍ଷ ତଳେ ଯୋଉଠି ସମାଜରେ ଏପରି ଘଟୁଥିଲା, ସେଠି ଗୋଟେ ସାମାଜିକ ଦଣ୍ଡ ଥିଲା। ସାମାଜିକ ଦଣ୍ଡଟି ହଉଛି ଯେ ସମାଜକୁ ସୁରକ୍ଷିତ କରିବା ପାଇଁ, ହେଉ ପଛେ ଗତାନୁଗତିକ, ହେଉ ପଛେ ପରମ୍ପରା, ଯାହା ହେଉ ତାକୁ ଆମକୁ ସମାଜର ସଂଗତି ପାଇଁ ମାନିବାକୁ ପଡିବ, ତାକୁ ସୁରକ୍ଷିତ କରିବାକୁ ପଡିବ, ଇଏ ହଉଛି କଥା। ତେଣୁ ସେଇ ଦୃଷ୍ଟିରୁ ଯେତେବେଳେ ସୁରେନ୍ଦ୍ର ମହାନ୍ତି କହିଦଉଛନ୍ତି କି ଛୁଆଟି ଜନ୍ମ ହେଲା, ତାକୁ ନେଇକି ଫୋପାଡ଼ି ଦେଲେ। ସେ ତ କହିପାରିଥାନ୍ତେ, ମୁଁ ଯାହା ଟିକେ ପୂର୍ବରୁ କହିଲି ଯେ ଆମେ ବିବାହ ହେଇଛୁ, ଏଇଟା ମୋର ଛୁଆ, ତମେ କିଏ କହିବା ପାଇଁ? ସେ କଥା କହିବାର ଆଉ କୌଣସି ସୁଯୋଗ ନଥିଲା। କିନ୍ତୁ ସେ କହୁଛନ୍ତି କଣ ନା କେତକୀ ସ୍ୱାମୀ ମରିଗଲା ପରେ
ତାର ଯୋଉ ଭାଇ ତା ନାଁ କଣ ଗୋଟାଏ, ତା ଭାଇର ପିଲା ଥିଲା, ସେ ତା ଭାଇର ଅର୍ଥାତ୍ ନିଜ ଦିଅରର ପୁଅକୁ ଆଣିକିରି କାହିଁକି ପୁଅ କଲା ନାହିଁ, ଇଏ ବି ଗୋଟେ ପ୍ରଶ୍ନ ବି ଉଠିବ। ଯଦିଓ ତାର ଦିଅର ଚାହୁଁଥିଲା ଯେ ଯେତେ ସମ୍ପତ୍ତି ଅଛି ସେ ସମ୍ପତ୍ତିରେ ଭାଗି ହେବ ତାର ପୁଅ, ସମ୍ପତ୍ତି ଭାଗ ହବ ନାହିଁ, ସମ୍ପତ୍ତିକୁ ଅନ୍ୟ କେହି ନବ ନାହିଁ, ତାରି ପୁଅ ମାଲିକ ହବ, ଏଇ ଯୋଉ ସାମାଜିକ ବିଚାର, କିନ୍ତୁ ତାହା କେତକି କରିଦେଲା ନାହିଁ। କାହିଁକି କରିଦେଲାନି ଏ ପ୍ରଶ୍ନଟି ଆମକୁ ପଚାରିବାକୁ ପଡିବ ଏବଂ ତାର ଉତ୍ତର ସୁରେନ୍ଦ୍ର ବାବୁ କଣ ଦେଇଛନ୍ତି? ସୁରେନ୍ଦ୍ର ବାବୁ ଏହା ଉତ୍ତର ଦଉଛନ୍ତି ଯେ ସେ ପର୍ଯ୍ୟନ୍ତ କେତକୀର ସ୍ୱାମୀ ବଞ୍ଚିଥିବା ଭିତରେ ଓ ସେ ରୋଗିଣା ହେଲା ମରିଗଲା, ସେ ଭିତରେ ତାର ସାନ ଭାଇ ତରଫରୁ କୌଣସି ସମବେଦନା ସୃଷ୍ଟି ହେଇନାହିଁ।